ମା ଗେଲ କରି କହେ, ପାଠ ପଢିବୁ, ମଧୁ ବାବୁ ସଙ୍ଗେ ଲଢିବୁ, କାଳିଆ ଘୋଡାରେ ଚଢିବୁ। ସେଇ ମଧୁବାବୁଙ୍କ ପିଲାବେଳ କଥା ବି କହେ। ମଧୁବାବୁ ଗାଁ ଚାହାଳିରେ ପାଠ ପଢୁଥାନ୍ତି। ବର୍ଷା ଦିନ ଥାଏ। ଚାହାଳି ଯିବା ବାଟରେ ତାଙ୍କ ଗୋଡ଼ ଖସିଗଲା। ତଳେ ପଡ଼ିଗଲେ। ହେଲେ ସେ ପ୍ରତି ଧ୍ୟାନ ନ ଦେଇ ଚାହାଳି ଗଲେ। ତାଙ୍କର ସେ ଅବସ୍ଥା ଦେଖି ଗୁରୁଜୀ ପଚାରିଲେ। ଗୁରୁଜୀ କହିଲେ, କି ହେଲା, ଏତେ ସରି ତୋତେ କିଏ କଲା? ସେ କହିଥିଲେ, ବାଟରେ ଆସିବା ବେଳେ କାଦୁଅରେ ପାଦ ଖସିଗଲା। ବର୍ଷା ଋତୁ ଗଲା। ତାପରେ ହେଲା ଦଶହରା ଛୁଟି। ଗୋଡ଼ ଖସିବା କଥା ମନରୁ ଯାଇ ନଥାଏ। ସାଙ୍ଗ ପିଲାଙ୍କୁ ଧରି ବାଲି ଗୋଡ଼ି ପକାଇ ରାସ୍ତା ସମତଳ କରିଦେଲେ। ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେଲେ। ତାଙ୍କ ଭିତରେ କଥା ହେଲା, ଲୋକମାନେ ଦେଖି ହେଲେ କାବା, ଡକାଇଲେ ଗୁରୁ ଚାଟସବା। ସମସ୍ତେ ପିଲାଟିର ଭୁରି ଭୁରି ପ୍ରଶଂସା କଲେ। ଆଉ କହିଲେ, ଏ ପିଲା ଦିନେ ବଡ଼ ହେବା ପରେ ଭଲ ମଣିଷ ହୋଇ ଆପଣା ଯଶ ଖ୍ୟାତି ରଖିବ। ସତରେ ସେଇଆ ହିଁ ହେଲା। ବଡ଼ ହେଲା ଦିନେ ସେହି ପିଲା ମଧୁ ବାରିଷ୍ଟର ବୋଲାଇଲା। ଦେଶ ପାଇଁ କେତେ କାମ କରି ସିଏ କାଳ କାଳ ଯଶ ରଖିଗଲା। ବଡ଼ ହେଲା ଦିନେ ସେହି ପିଲା ମଧୁ ବାରିଷ୍ଟର ବୋଲାଇଲା। ଦେଶ ପାଇଁ କେତେ କାମ କରି ସିଏ କାଳ କାଳ ଯଶ ରଖିଗଲା।